भागवत प्रेमी, साहित्य प्रेमी, प्रभु प्रेमी, गीता प्रेमी, रामायण प्रेमी, विद्वत अर्जन करिथिबा पितृपक्ष विद्वान मंडल यहाँ वात्सल्यमय करुणामय संतान वस्तुला श्रीमंती नामा आगामी भविष्यतर नागरिक नागरिका हेबाकु जाउथिबा श्रद्धेय गुणाकुणी भाई ओ भौणी चाहे प्रभुपर रसस्निग्ध चरित हृदय हृदयंगम कले जीव धव जमल तीक्ष्णास्त्र हृदय पड़िपारिब नाही जीव जेतेबेले इहळीर संवरण करिब जीवर स्थान हेब वैकुंठपुर से धीर मन स्थिर चित्तरे दुई पद प्रभुଙ୍କ कथा शुणिले संसार मध्य मुक्ति लाभ तेणु ଯାହା ହେଉ ବାପା ସୁନ୍ଦର ପ୍ରସଙ୍ଗଟି ଆଲୋଚନା କରିବା ବାପାମାନେ ବସିଛନ୍ତି ପ୍ରସଙ୍ଗ ଉପରକୁ ଲକ୍ଷ୍ୟ କରି ତର୍କ ଦୂଷଣହୀନ ଶାସ୍ତ୍ରକୁ ଦିଅ ଧ୍ୟାନ କଳା ଭୂଷଣ ମୋ ମା ସୁନ୍ଦର ପ୍ରସଙ୍ଗଟିଏ ବର୍ତ୍ତମାନ ଆଲୋଚନା କରିବା ପାଇଁ ଯାଉଛି ଆପଣମାନେ ଶ୍ରଦ୍ଧାର ସହିତ ଶୁଣିବେ ବୋଲି ମୋର ଆଶା ଏବଂ ବିଶ୍ୱାସ ତାହେଲେ ସଂସାରରେ ଆଜ୍ଞା ଯେଉଁଆଡ଼େ ବି ଦେଖ ମୋ ଭାଇ କେବଳ ଚାଲିଛି ଆଜ୍ଞା ଲାଞ୍ଚ 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 ଉପର ଅଫିସର ସହିତ ଦେଖା କରିବାକୁ ଗଲେ ତଳ କର୍ମଚାରୀକି ଦେବା ପାଇଁ ପଡୁଛି ଲାଞ୍ଚ ହଉଛି ନା ବୁଢା ଲୋକ ଆଜ୍ଞା ମୁଣ୍ଡ ଧାର ତୁଣ୍ଡରେ ମାରି ପୁଅକୁ ଉଚ୍ଚ ଶିକ୍ଷିତ କରାଉଛି ଚାକିରି କ୍ଷେତ୍ରରେ ପୁଅ ଯେତେବେଳେ ନିଯୁକ୍ତି ହେବା ପାଇଁ ଯାଉଛି ଅଫିସର ମାଗୁଛି ଆଜ୍ଞା ଲାଞ୍ଚ ଆଚ୍ଛା ଦେଖିବା ଯିଏ ଲାଞ୍ଚ ନେଉଛି ବାପା ତାର ଦୋଷ ନା ଯିଏ ଲାଞ୍ଚ ଦେଉଛି ତାର ଦୋଷ ଆଚ୍ଛା ଯିଏ ଦେଉଛି ତାର କାମ ପଡିଛି ବୋଲି ସେ ଦଉଛି ଆଚ୍ଛା ଇଏ ବିକଳ ନେଉଛି ଆର କଣ ଦୋଷ ହବନି ନା ତାହେଲେ ଶାସ୍ତ୍ରକୁ ଦେଖିବା ବାସ୍ତବରେ କାହାର ଆଜ୍ଞା ଭୁଲ କଲେ ସୃଷ୍ଟି ସଜନ କାଳୁ ଲାଞ୍ଚକୁ କଲେ ଚର ସେବେଠାରୁ ସୃଷ୍ଟି ନିର୍ମାଣ ପ୍ରାରମ୍ଭ ଭାରତ ଭୂଖଣ୍ଡରେ ସର୍ବାଦ ସର୍ବପ୍ରଥମେ ଆଜ୍ଞା ଭାତ ପରାର୍ପଣ କରିଥିଲେ ଦେବତା ମାନେ ସର୍ବପ୍ରଥମେ ଦେବତା ମାନେ ଆଜ୍ଞା ଲାଞ୍ଚ କାରବାର ପ୍ରଚଳନ କରିଥିଲେ ତାହେଲେ ଦେଖିବା କଥା କେଉଁ ଦେବତା କଣ ଲାଞ୍ଚ ନେଲେ ଆଉ ଲାଞ୍ଚ ନେବା ବଦଳରେ ଦେଲେ କଣ ବାସ୍ନାରୁ ଜାଣିବା କିଏ ବିଭା ହୋଇଛି କିଏ ପିଲା ଜନ୍ମ କରିଛି କିଏ କାହା ଘରେ କଣ ହଉଛି ଏଇ କଥା ବାପା କେମିତି ଜାଣିବା ଜଣେ ମା ବିଭା ହୋଇଛି ବୋଲି ଅନେକ ସଂଖ୍ୟାରେ ମୋ ମା ମାନେ ବସିଛନ୍ତି ଦେଖିଲ ଜଣେ ନାରୀ ବିଭା ହଉଛି ମାନିବେ ମା କେମିତି ଜାଣିବା ମଥାରେ ଟୋପାଏ ସିନ୍ଦୁର ହସ୍ତରେ ଆଜ୍ଞା ସଂଖ୍ୟା ଥିଲେ ଜାଣିବା ଏ ହଉଛି ବିବାହିତା ନାରୀ ଅନେକ ସଂଖ୍ୟାରେ ମା ମାନଙ୍କର ବସିଛନ୍ତି ଦେଖିଲ କଥାରେ ଲଗେଇଛନ୍ତି ସିନ୍ଦୁର ଆଚ୍ଛା ସେ
ସିନ୍ଦୁର ଆସିଲା କେଉଁଠୁ? ଆସିଲା ଇଏ ବଜାରରୁ। ବଜାର। ଆଚ୍ଛା ବଜାର ଭାଇ କୋଉଠୁ ସିନ୍ଦୁର ଆଣିଲେ? କଟକ ମାଲଗୋଦାମ। କଟକ ମାଲଗୋଦାମ ସିନ୍ଦୁର କେଉଁଠୁ ଆଣିଲା? କଲିକତା ବଙ୍ଗାଳୀ ଶାଢ଼ୀ। କଲିକତା ବଙ୍ଗାଳ ଶାଢ଼ୀ ସିନ୍ଦୁର କେଉଁଠୁ ଆଣିଲା? ଦିଲ୍ଲୀ ସିନ୍ଦୁର କେଉଁଠୁ ଆଣିଲା? ଆମେରିକା ସିନ୍ଦୁର କେଉଁଠୁ ଆଣିଲା? ଜାପାନ ସିନ୍ଦୁର କେଉଁଠୁ ଆଣିଲା? ଅଷ୍ଟ୍ରେଲିଆ ସିନ୍ଦୁର କେଉଁଠୁ ଆଣିଲା? ତୁର୍କୀ ସିନ୍ଦୁର କେଉଁଠୁ ଆଣିଲା? ନେପାଳ ସିନ୍ଦୁର କେଉଁଠୁ ଆଣିଲା? କାଶ୍ମୀର ସିନ୍ଦୁର କେଉଁଠୁ ଆଣିଲା? ଆଚ୍ଛା ମୋ ମା ମାନେ ଯୋଉ ସିନ୍ଦୁର ଲଗାଉଛନ୍ତି ମଥାରେ ସେ ସିନ୍ଦୁରଟା ଆସିଲା କେଉଁଠୁ? ଆଉ ଜଣେ ନାରୀ କେତେ ଜାଗାରେ ଆଗେ ସିନ୍ଦୁର ଲଗାଏ? ପତିବ୍ରତା ନାରୀ ଯେ ସକାଳେ ସନ୍ଧ୍ୟା ବେଳେ ସ୍ୱାମୀ କି ଶିଳରେ ପତିକି ବାଟିକି ପିଆଇ ଦିଏ ସେ ପତିବ୍ରତା ନାରୀ। ସେ ପତିକି ବାଟିକି ଶିଳରେ ସ୍ୱାମୀକି ପେଇ ଦବ। ହଁ ସେ ହେଲା ପତିବ୍ରତା ନାରୀ। ଆଉ ପତିବ୍ରତା ନାରୀ। ଓହୋ ପତିବ୍ରତା ନାରୀ। ହଁ କହିପାରିବନି ଆଗୁଆ ମାରି ଯାଉଛ। ସିଏ ସବୁବେଳେ ମଥାରେ ସିନ୍ଦୁର ଲଗାଉଥିବ। ପତିବ୍ରତା ନାରୀ। କଥାରୁ ଜମା ଓହ୍ଲଉନଥିବ ନା। ଆଚ୍ଛା ତୋ ମା ଯଦି ଗାଧେଇ ଯାଏ ଇଏ ବାଥରୁମ ହଉ ପୋଖରୀ ହଉ ବା ନଈ ହଉ ମୋର ତ ସାବୁନ ବଳି ଦଉଥିବ। ହଁ ପାଣିରେ ବି ଧୋଇ ହେଇଯାଉଛି ମୁହଁ। ତାକୁ କେମିତି ପତିବ୍ରତା କହିବା? ଓ ପାଣିରେ ମୁହଁ ଧୋଇ ହେଇଗଲେ ସିନ୍ଦୁର ଧୋଇ ହେଇଯାଉଛି। ଶାସ୍ତ୍ର କିନ୍ତୁ ପ୍ରମାଣ ଦିଆଉଛି ଯିଏ ସବୁବେଳେ ମଥାରେ ସିନ୍ଦୁର ଲଗାଉଥିବ ସିଏ ପତିବ୍ରତା ନାରୀ। ଆଚ୍ଛା ମୋ ମା ଗାଧେଇ ଆସିଲା ପରେ ମଥାରେ ସିନ୍ଦୁର ରହୁନି ତାହେଲେ ସିଏ କେମିତି ପତିବ୍ରତା ନାରୀ ହେବେ? କେମିତି ଜାଣିଲ? ଆଉ ଛାଡୁନି ସାବୁନ ଲଗେଇଲେ ବି ଲେଖିଲେ ବି ଛାଡୁନି। ସେ ଏକା ଚାଲାକି ସଂସାର ବେବି କୁଇକି ଲଗେଇକି ଟିକିକି ଲଗେଇ ଦେଇଛି ଆଉ ଯେତେ ପାଣି ପକେଇଲେ ବି ସେ ଲିଭୁନି। ଆଉ ସିନ୍ଦୁରକୁ ଇଏ ଛାଡି ଟିକିଲି ଲଗେଇବ ମୋ ବାପା ସେରା ପତିବ୍ରତା ନାରୀ। ଦେଖାଯାଉଛି ପାଠରେ ହାତ ଦେଇ ନା ବାସ୍ତବରେ ପତିବ୍ରତା ନାରୀ କାହାକୁ କହିବା? ବା ଯେତେବେଳେ ଗାଧେଇକି ଆସୁଛନ୍ତି ବା ଗାଧେଇ ଯିବା ପୂର୍ବରୁ କୋଉଠି ସିନ୍ଦୁରଟାକୁ ରଖିକି ଗଲେ ଆପଣ ମାନେ ପତିବ୍ରତା ନାରୀ ହେବେ। ଆଉ ନାରୀ କେତେ ଜାଗାରେ ସିନ୍ଦୁର ଲଗାଏ? ଯେଉଁ ସିନ୍ଦୁରଟା ଆପଣ ଲଗେଇଛନ୍ତି ସେ ସିନ୍ଦୁରଟା ବାସ୍ତବରେ ଆସିଲା କେଉଁଠୁ? ମୋ ମା ମାନଙ୍କର କିଏ ହସ ଟିକେ ଦୂରରେ ବସିଛନ୍ତି ପାଖକୁ ଆସିଥିଲେ ଆଉ ଟିକେ ଭଲ ଲାଗିଥାନ୍ତା। ନାଇଁ ଏଠି ପାଲ ପଡିଛି କିନ୍ତୁ ପବନ ଖାଇବା ପାଇଁ ମା ବାସ୍ତବରେ ପଛକୁ ପଳେଇଛି। ଆରେ ମଞ୍ଚରେ ବାଲା କରିବ ନା ଏଠି ବାଲା କରିବ? ତାର ଆଗକୁ ଯିବା ଗଲେ ଆମର ସେ ଇଏ ଧ୍ୟାନ କଳା ଧୁଣି କଣ
नहीं हो आगे गोटे सुंदर प्रसंग जा को जाके टॉपिक ताले पिछले आगे देखिला स्थान कोई स्थानটির নাম হলো চম্পাবতী নগর রাজা কীর্তি বলিত বয়া বলিত প্রধান রঞ্জক রাজা ମୋ ମା ରାଜାଙ୍କର ନାମ ହେଲା ଆଜ୍ଞା ବଜ୍ରନାଥ ତମ ରାଣୀ ଥିଲା ହଁ ରାଣୀ ରାଣୀଙ୍କର ନାମ ହେଉଛି ପଦ୍ମାବତୀ ବାଃ 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 एकमात्र पुत्र संतान नाम है युवराज चंद्रकांत बोले सर्व सुखे थाई राजन एक सुख वंचित एक आउ कन्या नहीं हो नारे राजन होई थाइले तो समस्त सुख संपन्न थिला के रास्ता किंतु एकमात्र दुख राजांकर औरसर राणींकर गर्भारू कौनसी संतान संतति जन्मित होई नथिला ପୁଅଟିଏ ଥିଲା हाँ ଆଉ କଣ ସନ୍ତାନ ସନ୍ତତି पुओटिए थिला किंतु कन्याटिए नथिला ଆଗେ ଦୁଃଖ କରିବା କଣ ଅଛି ଯାହା ଘରେ ପୁଅଟିଏ ହେଇଛି ସବୁ ବାପା ମା ମାନେ ଆମେ ଚିନ୍ତା କରୁଛେ ପୁଅଟିଏ ପାଇଁ ଘରକୁ ଆମେ ଧନ ମାରି ଆସିବୁ ପୁଅଟିଏ ହେଲା ଆଉ ଝିଅ ଜନ୍ମ କରିବା ପାଇଁ କାହିଁ ଏତେ ଦୁଃଖ କରୁଛନ୍ତି ନା अच्छा बाबा ताना सब बापा मां माने केवल पुओटिए चाहता ସମସ୍ତେ ମାରି ଆସିବ काई केमे मारी आसीबो ପୁଅ ବାହାବ ବିନା ମାଇରେ ଟଙ୍କା ବହି ଆଣିବ अरे डिमाटे ଆଉ ଝିଅଟିଏ ଥିଲେ हां ଘର ବିଲ ବାଡ଼ି ଚାଉଳ ବିକ୍ରି ହେଇଯିବ। तामाने तमे कहउछ पुओटिए भलो ଆଜ୍ଞା ଆଜ୍ଞା झियो भलो नह ଆମେ ପୁରୁଷ ପୁଅ बापा ताले वास्तव में से विवाह भला पड़े ବେଶ ସମସ୍ତେ ବାପା ଅନ୍ୟ ମନସ୍କ ହେଲେ ଝ ଅନ୍ୟ ମନସ୍କ ହେଲେ ସବୁ ବାପା ଭାଇ ବୋଲ ବୋଲ ଜଗନ୍ନାଥ